ଦେଖନ୍ତୁ ବଡ ଦୁଃଖଦ କଥା NH-16 ଉପରେ ଯୋଉ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି 3 ଜଣଙ୍କ ପ୍ରାଣହାନି ହେଇଛି। ଏଥିରେ ଆମେ ସମବେଦନା ଜ୍ଞାପନ କରୁଛୁ। ଏଥିରେ ଯୋଉମାନେ ପ୍ରାଣ ହରାଇଛନ୍ତି ତାଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମ୍ୟାକ୍ସିମମ୍ ଆପଣ ଜାଣିଛନ୍ତି ରେଡ୍ କ୍ରସ ରେ ଜିଲ୍ଲାପାଳଙ୍କର କ୍ଷମତା ଭିତରେ 30,000 ଟଙ୍କା ଦିଆଯାଇପାରିବ। ତାକୁ ପ୍ରଦାନ କରାଯିବା ପାଇଁ ମୁଁ ଜିଲ୍ଲାପାଳଙ୍କ ସହିତ କଥା ହେଇଛି। ସାର୍ ସ୍ୱୀକୃତି ପ୍ରଦାନ କରିଛନ୍ତି, ତତ୍କ୍ଷଣାତ୍ ଦିଆଯିବ। ତା ଛଡା ତାଙ୍କର ଗାଡିର ମଧ୍ୟ ଇନ୍ସୁରାନ୍ସ ଚେକ୍ ଅଛି, 27 ପର୍ଯ୍ୟନ୍ତ ଇନ୍ସୁରାନ୍ସ ଅଛି। ତ କ୍ଲେମ ସେଟଲମେଣ୍ଟ ତାଙ୍କର ହବ। ଗାଡି ପକ୍ଷରୁ ଯୋଉ କମ୍ପେନସେସନ 3 ଜଣଙ୍କୁ ମିଳିବ। RI ଯାଇକି ଆସନ୍ତା କାଲି ଇନକ୍ୱାରି କରିବେ। ଯେହେତୁ ଆଜି ପରିବାର ଗୋଟେ ବିୟୋଗ ଘଟିଛି, ଆମେ ଆଜି କରିବା ନାହିଁ। ଆସନ୍ତା କାଲି ତହସିଲଦାର ଅଛନ୍ତି, RI ଯାଇକି ତଦନ୍ତ କରିବେ ଏବଂ ତାଙ୍କର ଯୋଉ ଆସିବ ରିପୋର୍ଟ ସେ ଆଧାରରେ ତାଙ୍କ ପରିବାରରେ କିଏ ଅଛନ୍ତି କଣ ନାହିଁ ଡିଟେଲ ରିପୋର୍ଟ ଗୋଟେ ଆସେ। RI ଙ୍କ ରିପୋର୍ଟ ତହସିଲଙ୍କ ରିପୋର୍ଟ ପରେ ଆମେ ଯୋଉ ମାନେ ଛୋଟ ପିଲା ତାଙ୍କର ପିଲା ଛୋଟ ପିଲା ଅଛି ଆମେ ଜାଣିବାକୁ ପାଇଲୁ। ସେ ତାଙ୍କ ପାଇଁ DCPO ଆମ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ଅଫିସର ଅଛନ୍ତି, ତାଙ୍କୁ ମଧ୍ୟ ମୁଁ କଥା ହେଇଛି। ତାଙ୍କୁ ପାଠ ପଢିବା ପର୍ଯ୍ୟନ୍ତ 18 ବର୍ଷ ପର୍ଯ୍ୟନ୍ତ ତାଙ୍କର ସମସ୍ତ ପ୍ରକାର ଖର୍ଚ୍ଚ ସରକାର ବହନ କରିବେ। ଅପ୍ ଟୁ 4,000 ଟଙ୍କା ପ୍ରତି ମାସ ଯାଏଁ, ପ୍ରତି ମାସ 4,000 ଟଙ୍କା ଅପ୍ ଟୁ ସେତିକି ଖର୍ଚ୍ଚ ସରକାର ବହନ କରିବେ। ସମସ୍ତ ସୁବିଧା ସୁଯୋଗ ପାଠ ପଢିବା ପାଇଁ ତାଙ୍କୁ ଦିଆଯିବ। ଏଇ ସବୁ ଆମେ କରିଛନ୍ତି। ତା ଛଡା ପୋଲିସ ତରଫରୁ ମଧ୍ୟ ଯୋଉ ଡ୍ରାଇଭର ଆମର ବେପରୁଆ ଗାଡି ଚାଳନା ପାଇଁ ଯେ ଗିରଫ ହେଇଛନ୍ତି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ମଧ୍ୟ ନିର୍ଦ୍ଦେଶ ରହିଛି। ଏବଂ ଡ୍ରାଇଭର ଓନର ମଧ୍ୟ ତାଙ୍କର ଯଦି ଅଲଗା କିଛି କାଗଜପତ୍ର ୱାଣ୍ଟିଂ ଥିବ ତାର ତଦନ୍ତ ହଉଛି। RTO କୁ କୁହାଯାଇଛି। ସେ ରିପୋର୍ଟ ଆସିଗଲା ପରେ ସେଥିରେ ମଧ୍ୟ ଯଦି କିଛି ଖିଲାପ କରିଥିବେ ସେ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ ଅନୁରୋଧ କରିବି, ଖାଲି ସମସ୍ତେ ଅଛନ୍ତି ଦେଖନ୍ତୁ ଆମର ଗାଡି ଚାଳନା ଏଥିରେ ଯାହା ଆମେ ଜାଣିଲୁ ପ୍ରାଇମେରଲି କୌଣସି ଭୁଲ ନାହିଁ। ରାସ୍ତା କଡରେ ଠିଆ ହେଇଥିବା ସମୟରେ ଗାଡି ଚଳିଲା ତ ବେପରୁଆ ଗାଡି ଚାଳନା ଦ୍ଵାରା ଏଇ ପ୍ରକାର କ୍ଷତି ହଉଛି। ଆମେ ରୋଡ ସେଫ୍ଟି ସପ୍ତାହ ପାଳନ କରୁଛୁ, ସଡକ ସୁରକ୍ଷା ସପ୍ତାହ, ସଡକ ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ ଦଉଛୁ। ମାତ୍ର ତାହା ଗାଡି ଚାଳନା ବେପରୁଆ ଭାବେ ଏଭଳି ଭାବେ କରିବେ କେବେ ମଧ୍ୟ ଆମେ ସୁରକ୍ଷିତ ସଡକ ଆମେ ହେଇପାରିବ ନାହିଁ। ଆମେ ମୃତ ପରିବାର ସହିତ ହିଁ କଥା ହେଇକି ଏସବୁ ଆମେ ଫାଇନାଲ କରିଛନ୍ତି ଏବଂ ନିଶ୍ଚିତ ଭାବେ ଆମେ ଆଶା କରିବୁ ଯେ ଯୋଉ ଘଟଣାଟି ଘଟିଲା ଆମ ପାଇଁ ଗୋଟେ ଆଖି ଖୋଲୁ ସମସ୍ତଙ୍କର। ଯେତିକି ଆମର ସମୟ, ଯେତିକି ଆମର ଲିମିଟ ଅଛି ସ୍ପିଡ ଲିମିଟ, ତାର ମଧ୍ୟରେ ଗାଡି ଚାଳନା ହଉ। RTO ଙ୍କୁ ମଧ୍ୟ ମୁଁ କଥା ହେଇଛି ଏବଂ ପୋଲିସ ମଧ୍ୟ ତତ୍ପର ଅଛନ୍ତି। ଆମର ଏଇଭଳି ଭାବେ ଯୋଉମାନେ ଭାয়োଲେଟ କରୁଛନ୍ତି ତାଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ କରାଯିବ। ଏ କ୍ଷେତ୍ରରେ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ଧନ୍ୟବାଦ।